ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକର ଚାନ୍ଦୁଆ ବ୍ଲକ ଅଫିସ ପରିସରରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟକ ସଞ୍ଜଳି ମୁର୍ମୁ ଯୋଗ ଦେଇଥିବା ସହିତ କୁଳିଅଣା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିଡିପିଓ, ବିଏଲସି, ବିପିସି, ବିଏଲଏଫର ସଭାପତି, ସମ୍ପାଦକ ସହିତ କୁଳିଅଣାର ପୁରୁଣାପାଣି ଗ୍ରାମ ପଞ୍ଚାୟତର ଏମ୍ବିକେ, ପତିହିଞ୍ଜା ଗ୍ରାମ ପଞ୍ଚାୟତର ଏମ୍ବିକେ, ଭଗବାନପୁର ଗ୍ରାମ ପଞ୍ଚାୟତର ଏମ୍ବିକେ, କେଉଟୁଣିମାରୀ ଗ୍ରାମ ପଞ୍ଚାୟତର ଏମ୍ବିକେ, ନାଧନା ଗ୍ରାମ ପଞ୍ଚାୟତର ଏମ୍ବିକେ, ପାରୁଳିଆ ଗ୍ରାମ ପଞ୍ଚାୟତର ଏମ୍ବିକେ, ଗୌଡ଼ରମ୍ବା ଗ୍ରାମ ପଞ୍ଚାୟତର ଏମ୍ବିକେ, ଚାନ୍ଦୁଆ ଗ୍ରାମ ପଞ୍ଚାୟତର ଏମ୍ବିକେ, କୁଆବୁଡ଼ା ଗ୍ରାମ ପଞ୍ଚାୟତର ଏମ୍ବିକେ ସହିତ 15ଟି ଏସ୍ଏଚ୍ଜି ଗ୍ରୁପ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା ବେଳେ ଏଥିରେ କୁଆବୁଡ଼ା ଗ୍ରାମ ପଞ୍ଚାୟତର ମା ଶୀତଳା ଏସ୍ଏଚ୍ଜି ଗ୍ରୁପ ପ୍ରଥମ ସ୍ଥାନ ଗ୍ରହଣ କରିଥିଲା ବେଳେ ଦ୍ୱିତୀୟ ସ୍ଥାନ ଅଛନ୍ତି ଭଗବାନପୁର ଗ୍ରାମ ପଞ୍ଚାୟତର ଏସ୍ଏଚ୍ଜି ଗ୍ରୁପ। ମୟୂରଭଞ୍ଜରୁ ସଞ୍ଜିତ କୁମାର ବିନ୍ଦାନୀଙ୍କ ରିପୋର୍ଟ, G9 ଓଡ଼ିଆ।